ବନ୍ଧୁଗଣ, ଭଗବାନ ସୂର୍ଯ୍ୟଦେବଙ୍କ ଶୁଭ କୃପା ଦୃଷ୍ଟିରୁ ବଦଳିବାକୁ ଯାଉଛି ଏହି ସବୁ ରାଶିଚକ୍ରଙ୍କର ଭାଗ୍ୟ। ସେମାନଙ୍କ ଜୀବନରେ ଘଟିବାକୁ ଯାଉଛି ପରିବର୍ତ୍ତନ ଦୀର୍ଘ 500 ବର୍ଷ ପରେ। ଦୀର୍ଘ 500 ବର୍ଷ ପରେ ଏହି ନବରାତ୍ର ପରଠାରୁ ବଦଳିବାକୁ ଯାଉଛି ଏହି 9ଗୋଟି ରାଶିଚକ୍ରଙ୍କର ଭାଗ୍ୟ, ଯାହାକି ପ୍ରଭୁ ସୂର୍ଯ୍ୟଦେବଙ୍କ କୃପା ଦୃଷ୍ଟି ପଡ଼ିବାକୁ ଯାଉଅଛି। ବନ୍ଧୁଗଣ, ଏବେ ନବରାତ୍ର ଚାଲି ରହିଛି। ତା ସହିତ ଏହି ଧରାଧାମରେ ମା ଦୁର୍ଗାଙ୍କର ଆବିର୍ଭାବ ମଧ୍ୟ ହୋଇସାରିଲାଣି। ଭଗବାନ ସୂର୍ଯ୍ୟଦେବଙ୍କ କୃପାରୁ ଏବଂ ଜଗତଜନନୀ ମା ଦୁର୍ଗାଙ୍କର ଧରାପୃଷ୍ଠରେ ଆବିର୍ଭାବ ଯୋଗୁଁ ବଦଳିବାକୁ ଯାଉଛି ଏହି କିଛି ଗୋଟି ରାଶିଚକ୍ରଙ୍କର ଭାଗ୍ୟ। ତ ଦର୍ଶକ ବନ୍ଧୁ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ 12ଗୋଟି ରାଶିଚକ୍ର ରହିଅଛି। ଏହି 12ଟି ରାଶିଚକ୍ର ଭିତରୁ ପ୍ରତିଟି ରାଶି ଗୋଟିଏ ଲେଖାଏଁ ଗ୍ରହଙ୍କ ଦ୍ୱାରା ପରିଚାଳିତ। ଗ୍ରହ ଏବଂ ନକ୍ଷତ୍ରଙ୍କ ଗତିବିଧି ବିଷୟରେ ଆଧାର କରିକି ରାଶିଚକ୍ରଙ୍କୁ ଆକଳନ କରାଯାଇଥାଏ। ବନ୍ଧୁଗଣ, ହିନ୍ଦୁ ଧର୍ମରେ ସୂର୍ଯ୍ୟଦେବଙ୍କୁ ସକଳ ଶକ୍ତିର ଆଧାର ବୋଲି ମଧ୍ୟ ମାନ୍ୟତା କରାଯାଇଅଛି। ସୂର୍ଯ୍ୟଦେବ ହେଉଛନ୍ତି ହିନ୍ଦୁ ଧର୍ମର ଦେବତା। ସୂର୍ଯ୍ୟଦେବଙ୍କ ଆଶୀର୍ବାଦରୁ ଏହି କେତେଗୋଟି ରାଶିଚକ୍ର ହେବାକୁ ଯାଉଛନ୍ତି ମହାଭାଗ୍ୟଶାଳୀ। ସେମାନଙ୍କ ଜୀବନରେ ଖୁସିର ଲହରୀ ଖେଳିବା ପାଇଁ ଯାଉଅଛି। ତା ସହିତ ଏହି ରାଶିର ବ୍ୟକ୍ତିମାନଙ୍କ ଉପରେ ଭଗବାନ ସୂର୍ଯ୍ୟଦେବଙ୍କର ଆଶୀର୍ବାଦ ରହିବାକୁ ଯାଉଅଛି। ତା ସହିତ ଏହି ସବୁ ରାଶିଚକ୍ରଙ୍କର ସମସ୍ତ ପ୍ରକାର ଇଚ୍ଛା ପୂର୍ଣ୍ଣ ହେବା ପାଇଁ ଯାଉଅଛି ଭଗବାନ ସୂର୍ଯ୍ୟଦେବଙ୍କ ଶୁଭ କୃପା ଦୃଷ୍ଟିରୁ। ସମାଜରେ ମାନ, ସମ୍ମାନ, ଯଶ ବୃଦ୍ଧି ପାଇବା ସହିତ ଶରୀର ସୁସ୍ଥ ରହିବା ସହିତ ସେମାନଙ୍କ ମନ ଅତ୍ୟନ୍ତ ପ୍ରଫୁଲ୍ଲିତ ରହିବ। ପରିବାରରେ ହସ ଖୁସିର ବାତାବରଣ ବଢ଼ିବା ସହିତ ଦୂରଯାତ୍ରା କରିବାର ଯୋଗ ମଧ୍ୟ ବନୁଅଛି। ତ ବନ୍ଧୁଗଣ, ଏହି ନବରାତ୍ର ପରଠାରୁ କେଉଁ ରାଶି ବ୍ୟକ୍ତିଙ୍କ ଜୀବନରେ ଭଗବାନ ସୂର୍ଯ୍ୟଦେବଙ୍କର କୃପା ରହିବାକୁ ଯାଉଛି, ତା ସହିତ ସେମାନଙ୍କ ଭାଗ୍ୟ ସେମାନଙ୍କୁ ସାଥ ଦେଉଛି, ଆସନ୍ତୁ ଏସବୁ ବିଷୟରେ ଜାଣିବା। ବନ୍ଧୁଗଣ, ହୁଏତ ଏହି ଭାଗ୍ୟଶାଳୀ ରାଶିଚକ୍ରଙ୍କ ଭିତରେ ଆପଣଙ୍କ ରାଶି ଥାଇପାରେ। ଆପଣମାନେ ଯଦି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତ ନିହାତି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଫଳରେ ଆମର ନୋଟିଫିକେସନ ପ୍ରଥମେ ଆପଣଙ୍କ ପାଖରେ ଯାଇ ପହଞ୍ଚି ପାରିବ। ଏବେ ଆସନ୍ତୁ ଜାଣିବା ଏହି 9ଗୋଟି ଭାଗ୍ୟଶାଳୀ ରାଶିଚକ୍ରଙ୍କ ବିଷୟରେ, ଯାହା ଉପରେ କି ପ୍ରଭୁ ଭଗବାନ ସୂର୍ଯ୍ୟଦେବଙ୍କର ଶୁଭ କୃପା ଦୃଷ୍ଟି ପଡ଼ିବାକୁ ଯାଉଛି ଏହି ନବରାତ୍ର ଠାରୁ। ବନ୍ଧୁଗଣ, ଏବେ ଆସନ୍ତୁ ଜାଣିବା ସେହି ପ୍ରଥମ ଭାଗ୍ୟଶାଳୀ ରାଶିଚକ୍ରଙ୍କ ବିଷୟରେ। ପ୍ରଥମ ଭାଗ୍ୟଶାଳୀ ରାଶି ହେଉଛନ୍ତି ବୃଷ ରାଶି। ବୃଷ ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି ଏହି ନବରାତ୍ର ପରଠାରୁ। ସୂର୍ଯ୍ୟଦେବଙ୍କ ଶୁଭ କୃପା ଦୃଷ୍ଟି ତା ସହିତ ଜଗତଜନନୀ ମା ଦୁର୍ଗାଙ୍କର ଆଶୀର୍ବାଦ ଯୋଗୁଁ ତାଙ୍କ ଜୀବନରେ ପ୍ରତିଟି କାର୍ଯ୍ୟ ସଫଳ ହେବା ପାଇଁ ଯାଉଛି। ଏହି ବୃଷ ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ସ୍ୱଭାବ ବହୁତ ଶାନ୍ତ ହୋଇଥାଏ, କିନ୍ତୁ ସେମାନଙ୍କର ପ୍ରତିଟି କାର୍ଯ୍ୟ ଚଞ୍ଚଳତାର ସହ ସେମାନେ କରିଥାନ୍ତି, ଯାହାଫଳରେ କି ସେମାନଙ୍କ ଜୀବନରେ କେବେ ବି ବାଧାବିଘ୍ନ ଆସେ ନାହିଁ। ସେମାନଙ୍କ ଜୀବନ ପରିବର୍ତ୍ତନ ଘଟିବା ସହିତ ଅନେକ ବାଧାବିଘ୍ନ ଦୂର ହେବା ପାଇଁ ଯାଉଅଛି। ବୃଷ ରାଶି ବ୍ୟକ୍ତିଙ୍କର ଅଟକିଥିବା ସମସ୍ତ କାର୍ଯ୍ୟ ପୂରଣ ହେବା ସହିତ ସମାଜରେ ସେମାନଙ୍କର ମାନ, ସମ୍ମାନ, ଯଶ ପ୍ରତିଷ୍ଠାବାନ ହେବା ପାଇଁ ଯାଉଛନ୍ତି। ବିଜନେସ ବାଣିଜ୍ୟ କ୍ଷେତ୍ରରେ ସେମାନଙ୍କର ଅଧିକରୁ ଅଧିକ ଇନଭେଷ୍ଟ ହେବା ସହିତ ପ୍ରତିଟି କାର୍ଯ୍ୟ ଆପଣଙ୍କର ଅତି ସହଜରେ ହେଇପାରିବ। ରାଜନୈତିକ କ୍ଷେତ୍ରରେ ଆପଣ ଉନ୍ନତି ପାଇବା ସହିତ ବରିଷ୍ଠ ବ୍ୟକ୍ତିଙ୍କ ସହ ଆପଣ ଦୃଢ଼ୀଭୂତ କାମ କରିପାରନ୍ତି। ପ୍ରତିଟି କାର୍ଯ୍ୟ ଅତି ସହଜରେ ଆପଣଙ୍କର ସମାଧାନ ହୋଇଯିବ। ଚାକିରି କ୍ଷେତ୍ରରେ ଆପଣ ନୂତନ ପଦବୀ ପାଇବା ସହିତ ସରକାର ଚାକିରି ମଧ୍ୟ ଆପଣ ପାଇପାରନ୍ତି, ଯାହାଫଳରେ କି ଆପଣଙ୍କ ମନ ଅତ୍ୟନ୍ତ ପ୍ରଫୁଲ୍ଲିତ ରହିବ। ଆପଣଙ୍କର ଲାଗି ରହିଥିବା ସ୍ୱାସ୍ଥ୍ୟାବସ୍ଥାରେ ନୂତନ ପରିବର୍ତ୍ତନ ଦେଖାଦେବାକୁ ଯାଉଅଛି। ଆପଣଙ୍କର ସୁଖ, ଶାନ୍ତି, ସମୃଦ୍ଧି ବୃଦ୍ଧି ପାଇବା ସହିତ ଆପଣଙ୍କ ମନ ଅତ୍ୟନ୍ତ ଶାନ୍ତ ରହିବ। ବନ୍ଧୁ ଏବଂ ସହକର୍ମୀଙ୍କ ସହିତ ଅତ୍ୟନ୍ତ ଖୁସିରେ ଦିନ କଟିବାକୁ ଯାଉଅଛି। ଆପଣଙ୍କର ପ୍ରତିଟି କାର୍ଯ୍ୟ ମଙ୍ଗଳମୟ ହେବା ସହିତ ମା ଦୁର୍ଗାଙ୍କ ଶୁଭ କୃପା ଦୃଷ୍ଟିରୁ ଆପଣଙ୍କର ପ୍ରତିଟି କାର୍ଯ୍ୟ ଶୁଭଫଳ ହେବା ପାଇଁ ଯାଉଅଛି। ଏବେ ଆସନ୍ତୁ ଜାଣିବା ଦ୍ୱିତୀୟ ଭାଗ୍ୟଶାଳୀ ରାଶିଚକ୍ରଙ୍କ ବିଷୟରେ। ଦ୍ୱିତୀୟ ଭାଗ୍ୟଶାଳୀ ରାଶି ହେଉଛନ୍ତି କର୍କଟ ରାଶି। କର୍କଟ ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି ଏହି ନବରାତ୍ର ପରଠାରୁ। ଜୀବନରେ ସୂର୍ଯ୍ୟଦେବଙ୍କ ଶୁଭ କୃପା ଦୃଷ୍ଟି ଯୋଗୁଁ ଜଗତଜନନୀ ମା ସେମାନଙ୍କ ରାଶିଚକ୍ରରେ ବିରାଜମାନ କରିବାକୁ ଯାଉଛନ୍ତି, ଯାହା ଫଳରେ କି ସେମାନଙ୍କର ପ୍ରତିଟି କାର୍ଯ୍ୟ ସଫଳତା ହେବା ସହିତ ସୁଖର ଲହରୀ ଖେଳିବାକୁ ଯାଉଛି ସେମାନଙ୍କ ଜୀବନରେ। ସେମାନଙ୍କର ମାନ, ସମ୍ମାନ, ଯଶ ସମାଜରେ ପ୍ରତିଷ୍ଠା ହେବା ସହିତ ଅଚାନକ ପୈତୃକ ସମ୍ପତ୍ତିରୁ ମଧ୍ୟ ଲାଭବାନ ହୋଇପାରନ୍ତି। ଲାଗି ରହିଥିବା ସମସ୍ତ ବାଧା ବିଘ୍ନ ପ୍ରତିଘାତକ ଏବେ ବଦଳିବା ପାଇଁ ଯାଉଅଛି, ଯାହା ଫଳରେ କି କୋର୍ଟ କଚେରୀ ମାଲି ମକଦ୍ଦମାରେ ଆପଣ ମଧ୍ୟ ସଫଳତା ପାଇବା ପାଇଁ ଯାଉଛନ୍ତି। ଆପଣ ଅନେକ ସହଯୋଗ ସହାନୁଭୂତି କରି ମଧ୍ୟ ସମାଜରେ ମାନ, ସମ୍ମାନ, ଯଶ ବୃଦ୍ଧି ପାଇବା ପାଇଁ ଯାଉଅଛି। ଚାକିରି କ୍ଷେତ୍ରରେ ଆପଣ ନୂତନ ପଦବୀ ପାଇବା ସହିତ ଦରମା ମଧ୍ୟ ଆପଣଙ୍କର ବୃଦ୍ଧି ପାଇବା ପାଇଁ ଯାଉଅଛି। ଶିକ୍ଷା କ୍ଷେତ୍ରରେ ଆପଣ ମଧ୍ୟ ଦୂର ସ୍ଥାନକୁ
ସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି। ଦାମ୍ପତ୍ୟ ଜୀବନ ଆପଣଙ୍କର ଅତ୍ୟନ୍ତ ସୁଖମୟ ହେବା ସହିତ ସ୍ଥାନକୁ ଯାତ୍ରା କରିବାର ପରିବାର ଲୋକଙ୍କ ସହିତ ମଧ୍ୟ ଯୋଗ ରହିଅଛି। ସେଥିରେ ଆପଣ ଅଧିକରୁ ଅଧିକ ଇନଭେଷ୍ଟ କରିବା ସହିତ ନୂତନ ବିଜନେସ୍ ମଧ୍ୟ ଆପଣ ଆରମ୍ଭ କରିପାରନ୍ତି। କୌଣସି ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ମା ଦୁର୍ଗାଙ୍କ ଶୁଭ କୃପା ଦୃଷ୍ଟି ଏବଂ ସୂର୍ଯ୍ୟଦେବଙ୍କର ରାଶିଚକ୍ରଙ୍କ ଉପରେ ଶୁଭ ପ୍ରଭାବ ପଡ଼ିଥିବାରୁ ଆପଣଙ୍କ ଜୀବନରେ ପ୍ରତିଟି କାର୍ଯ୍ୟ ସଫଳ ହେବା ସହିତ ମଙ୍ଗଳମୟ ହେବା ପାଇଁ ଯାଉଅଛି। ଏବେ ଆସନ୍ତୁ ଜାଣିବା ତୃତୀୟ ଭାଗ୍ୟଶାଳୀ ରାଶିଚକ୍ରଙ୍କ ବିଷୟରେ। ତୃତୀୟ ଭାଗ୍ୟଶାଳୀ ହେଉଛନ୍ତି ସିଂହ ରାଶି। ସିଂହ ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଅଛି। ସିଂହ ରାଶି ବ୍ୟକ୍ତିଙ୍କର ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସେମାନେ ଅଚାନକ ନ ନେଇ ବହୁତ ଶାନ୍ତ ଭାବରେ ନେଇ ଧନ ପ୍ରାପ୍ତି ହେବାରେ ସେମାନଙ୍କର ଯୋଗ ମଧ୍ୟ ରହିଛି। ବିଜନେସ୍ ବାଣିଜ୍ୟ କ୍ଷେତ୍ରରେ ଅଧିକରୁ ଅଧିକ ଧନବାନ ହେବା ପାଇଁ ଯାଉଛନ୍ତି। ରାଜନୈତିକ କ୍ଷେତ୍ରରେ ପ୍ରତିଷ୍ଠା ମିଳିବା ସହ ସେମାନେ ସମାଜର ପ୍ରତିଷ୍ଠାବାନ ହେବା ପାଇଁ ଯାଉଛନ୍ତି। ମାନ ସମ୍ମାନ ଯଶ କୀର୍ତ୍ତି ବଢ଼ିବା ସହିତ ସେମାନଙ୍କର ପ୍ରତିଟି କାର୍ଯ୍ୟ ସଫଳ ହେବା ପାଇଁ ଯାଉଅଛି। ଲାଗି ରହିଥିବା କୋର୍ଟ କଚେରୀ ମାମଲା ଆପଣଙ୍କର ଅତ୍ୟନ୍ତ ଶୁଭ ହେବା ପାଇଁ ଯାଉଅଛି। ମାନସିକ ଶାନ୍ତି ଅନୁଭବ କରିବା ସହିତ ଦୂର ସ୍ଥାନକୁ ମଧ୍ୟ ଯାତ୍ରା କରିବାର ଯୋଗ ରହିଅଛି। ନିଜର ଯୋଜନା ମୁତାବକ କାମ କରି ଆପଣ ଅତ୍ୟନ୍ତ ଶୁଭ ଫଳ ପାଇବା ପାଇଁ ଯାଉଛନ୍ତି। ପ୍ରତିଦିନ ଆପଣଙ୍କର କୌଣସି ନା କୌଣସି କାର୍ଯ୍ୟ ଅଟୁଟ ଥିଲା ସେସବୁ ଏବେ ସମାପ୍ତ ହେବା ପାଇଁ ଯାଉଅଛି। ଦୃଷ୍ଟି ଜଗତଜନନୀ ମାଙ୍କର ଆଶୀଷ ଯୋଗୁଁ ଆପଣଙ୍କର ପ୍ରତିଟି କାର୍ଯ୍ୟ ସଫଳ ହେବା ସହିତ ଅନୁକୂଳ ହେବା ପାଇଁ ଯାଉଅଛି। ଏବେ ଆସନ୍ତୁ ଜାଣିବା ଚତୁର୍ଥ ଭାଗ୍ୟଶାଳୀ ରାଶିଚକ୍ରଙ୍କ ବିଷୟରେ। ଚତୁର୍ଥ ଭାଗ୍ୟଶାଳୀ ରାଶି ହେଉଛନ୍ତି କନ୍ୟା ରାଶି। କନ୍ୟା ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି ଏହି ନବରାତ୍ର ପରଠାରୁ। ସୂର୍ଯ୍ୟଦେବଙ୍କ ଶୁଭ କୃପା ଦୃଷ୍ଟି ତା ସହିତ ଜଗତଜନନୀ ମାଙ୍କର ଆଶୀଷ ଥିବାରୁ ଆପଣଙ୍କ ରାଶିଚକ୍ର ଉପରେ ଅତ୍ୟନ୍ତ ଶୁଭ ହେବା ପାଇଁ ଯାଉଅଛି। ବିଜନେସ୍ ବାଣିଜ୍ୟ କ୍ଷେତ୍ରରେ ଆପଣ ଅଧିକରୁ ଅଧିକ ଇନଭେଷ୍ଟ କରିବା ସହିତ ଅନ୍ୟକୁ ସହଯୋଗ ସହାନୁଭୂତି ଦେଖାଇ ଆପଣ ସମାଜରେ ପ୍ରଶଂସିତ ପାତ୍ର ମଧ୍ୟ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ଆପଣଙ୍କର ଅତ୍ୟନ୍ତ ସୁଖମୟ ହେବା ପାଇଁ ଯାଉଅଛି। ଆପଣଙ୍କ ପରିବାରରେ ଲାଗି ରହିଥିବା କଳହ ଏବେ ସମାପ୍ତ ହୋଇ ଆପଣଙ୍କ ପରିବାରରେ ସୁଖ ଶାନ୍ତି ସମୃଦ୍ଧି ଖେଳିବାକୁ ଯାଉଅଛି। ଆପଣଙ୍କର ପ୍ରତିଟି କାର୍ଯ୍ୟ ଅଟକିଥିଲେ ସେସବୁ ଏବେ ସମାପ୍ତ ହେବା ପାଇଁ ଯାଉଅଛି। କୋର୍ଟ କଚେରୀ ମାଲି ମକଦ୍ଦମାରେ ଆପଣ ଅତ୍ୟନ୍ତ ଶୁଭ ଫଳ ପାଇବା ପାଇଁ ଯାଉଛନ୍ତି। ଅତ୍ୟନ୍ତ ଆଶାଜନକ ଫଳ ପ୍ରାପ୍ତ କରି ଆପଣଙ୍କ ମନ ଅତ୍ୟନ୍ତ ପ୍ରଫୁଲ୍ଲିତ ରହିବ। ଆପଣଙ୍କର ଲାଗି ରହିଥିବା ସ୍ୱାସ୍ଥ୍ୟାବସ୍ଥାରେ ନୂତନ ପରିବର୍ତ୍ତନ ଦେଖାଦେବା ସହିତ ଆପଣଙ୍କ ସ୍ୱାସ୍ଥ୍ୟାବସ୍ଥା ବହୁତ ଭଲ ରହିବା ପାଇଁ ଯାଉଅଛି। ରାଜନୈତିକ କ୍ଷେତ୍ର ଆପଣ ଅନ୍ୟକୁ ସାହାଯ୍ୟ ସହଯୋଗ କରି ମଧ୍ୟ ପ୍ରଶଂସାର ପାତ୍ର ହୋଇପାରନ୍ତି। ଶ୍ରମିକମାନେ ଅତ୍ୟନ୍ତ ଉପକୃତ ହେବା ପାଇଁ ଯାଉଛନ୍ତି। କୋର୍ଟ କଚେରୀ ମାଲି ମକଦ୍ଦମାରେ ଆପଣ ଅତ୍ୟନ୍ତ ସଫଳତା ପାଇବା ସହିତ ଆପଣଙ୍କର ଅଟକିଥିବା ସମସ୍ତ କାର୍ଯ୍ୟ ଏବେ ସଫଳ ହେବା ପାଇଁ ଯାଉଅଛି। ତା ସହିତ ପ୍ରତିଟି ପରିବେଶ ଆପଣଙ୍କର ଅନୁକୂଳ ରହିବା ପାଇଁ ଯାଉଅଛି। ସୂର୍ଯ୍ୟଦେବଙ୍କ ଶୁଭ କୃପା ଦୃଷ୍ଟିରୁ ଆପଣଙ୍କର ପ୍ରତିଟି କାର୍ଯ୍ୟ ସୂର୍ଯ୍ୟଙ୍କ ପରି ଚମକିବା ପାଇଁ ଯାଉଅଛି। ତ ଏବେ ଆସନ୍ତୁ ଜାଣିବା ପଞ୍ଚମ ଭାଗ୍ୟଶାଳୀ ରାଶିଚକ୍ରଙ୍କ ବିଷୟରେ। ପଞ୍ଚମ ଭାଗ୍ୟଶାଳୀ ରାଶି ହେଉଛନ୍ତି ତୁଳା ରାଶି। ତୁଳା ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି ସୂର୍ଯ୍ୟଦେବଙ୍କ ଶୁଭ କୃପା ଦୃଷ୍ଟିରୁ। ଆପଣଙ୍କର ଲାଗି ରହିଥିବା କୋର୍ଟ କଚେରୀ ମାଲି ମକଦ୍ଦମା ଏବେ ସମାପ୍ତ ହୋଇ ଶୁଭ ଫଳ ପାଇବା ପାଇଁ ଯାଉଛନ୍ତି। ଆପଣଙ୍କର ସ୍ୱାସ୍ଥ୍ୟାବସ୍ଥାରେ ନୂତନ ପରିବର୍ତ୍ତନ ଦେଖାଦେବା ସହିତ ଆପଣଙ୍କ ମନ ଅତ୍ୟନ୍ତ ପ୍ରଫୁଲ୍ଲିତ ରହିବ। ଦାମ୍ପତ୍ୟ ଜୀବନ ଆପଣଙ୍କର ଅତ୍ୟନ୍ତ ସୁଖମୟ ହେବା ସହିତ ପରିବାରରେ ମଧ୍ୟ କୌଣସି ମାଙ୍ଗଳିକ କାର୍ଯ୍ୟ କରିବାର ଯୋଗ ରହିଛି। ଆପଣଙ୍କର ମା ଦୁର୍ଗାଙ୍କ ଶୁଭ କୃପା ଦୃଷ୍ଟି ସହିତ ସୂର୍ଯ୍ୟଦେବଙ୍କର ରାଶିଚକ୍ର ଉପରେ ପ୍ରଭାବ ପଡ଼ିଥିବାରୁ ଆପଣଙ୍କର ପ୍ରତିଟି କାର୍ଯ୍ୟ ଚମକିବା ପାଇଁ ଯାଉଛି ସୂର୍ଯ୍ୟଙ୍କ ପରି। ଅଚାନକ ଆପଣ ପୈତୃକ ସମ୍ପତ୍ତିରୁ ଧନବାନ ମଧ୍ୟ ହୋଇପାରନ୍ତି। ଆପଣଙ୍କ ଗୃହକୁ କୌଣସି ନୂତନ ଯାନ କ୍ରୟ କରିବାର ଯୋଗ ମଧ୍ୟ ରହିଅଛି। ଚାକିରି କ୍ଷେତ୍ରରେ ଆପଣ ନୂତନ ପଦବୀ ପାଇବା ସହିତ ଦରମା ମଧ୍ୟ ଆପଣଙ୍କର ବୃଦ୍ଧି ପାଇବା ପାଇଁ ଯାଉଅଛି। ଶିକ୍ଷା କ୍ଷେତ୍ରରେ ଆପଣ ପ୍ରତିଟି ପରୀକ୍ଷାମୂଳକ କାର୍ଯ୍ୟରେ ସଫଳତା ପାଇବା ପାଇଁ ଯାଉଛନ୍ତି। ବିଜନେସ୍ ବାଣିଜ୍ୟ କ୍ଷେତ୍ରରେ ଆପଣ ଅଧିକରୁ ଅଧିକ ଇନଭେଷ୍ଟ କରି ଆପଣ ଅନ୍ୟକୁ ମଧ୍ୟ ସହଯୋଗ ସହାନୁଭୂତି ଦେଇପାରନ୍ତି। ତ ଏବେ ଆସନ୍ତୁ ଜାଣିବା ଷଷ୍ଠ ଭାଗ୍ୟଶାଳୀ ରାଶିଚକ୍ରଙ୍କ ବିଷୟରେ। ଷଷ୍ଠ ଭାଗ୍ୟଶାଳୀ ରାଶି ହେଉଛନ୍ତି ବିଛା ରାଶି। ବିଛା ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ହେବା ପାଇଁ ଯାଉଛି ପ୍ରତିଟି କାର୍ଯ୍ୟ। ସେମାନଙ୍କର ଅତ୍ୟନ୍ତ ଆୟ ଉପାର୍ଜନ ମଧ୍ୟ ବୃଦ୍ଧି ପାଇବା ପାଇଁ ଯାଉଅଛି। ରାଜନୈତିକ କ୍ଷେତ୍ରରେ ଅନ୍ୟକୁ ସାହାଯ୍ୟ କରିଥିବାରୁ ଆପଣ ଅତ୍ୟନ୍ତ ପ୍ରଶଂସିତ ମଧ୍ୟ ହୋଇପାରନ୍ତି। ବିଦ୍ୟାର୍ଥୀମାନେ ଅତ୍ୟନ୍ତ ଶୁଭ ଫଳ ପାଇବା ପାଇଁ ଯାଉଛନ୍ତି ସେମାନଙ୍କ ପାଠପଢ଼ାରେ। ଚାକିରି କ୍ଷେତ୍ରରେ ନୂତନ ପଦବୀ ପାଇବା ସହିତ ଦରମା ମଧ୍ୟ ବୃଦ୍ଧି ପାଇବା ପାଇଁ ଯାଉଅଛି। ଆପଣଙ୍କର ଲାଗିକି ରହିଥିବା ଆର୍ଥିକ ସମସ୍ୟା ଏବେ ସମାଧାନ ହେବା ପାଇଁ ଯାଉଅଛି। ଆପଣ କୌଣସି ଉଚ୍ଚାଧିକାରୀ ପଦ ମଧ୍ୟ ପାଇବା ପାଇଁ ଯାଉଛନ୍ତି ଯାହାଫଳରେ ଆପଣଙ୍କ ମନ ଅତ୍ୟନ୍ତ ଖୁସି ରହିବା ପାଇଁ ଯାଉଅଛି।
ସମାଜରେ ଆପଣଙ୍କର ମାନ ସମ୍ମାନ ଯଶ ବୃଦ୍ଧି ପାଇବା ସହିତ ପରିବାରରେ ସୁଖ ଶାନ୍ତି ସମୃଦ୍ଧି ଲାଗିକି ରହିବ, ଯାହାଫଳରେ କି ଆପଣ କୌଣସି ମାଙ୍ଗଳିକ କାର୍ଯ୍ୟ କରିବାର ଯୋଗ ରହିଅଛି। ଦାମ୍ପତ୍ୟ ଜୀବନ ଆପଣଙ୍କର ଅତ୍ୟନ୍ତ ସୁଖମୟ ହେବା ପାଇଁ ଯାଉଅଛି। ଆପଣ ସହକର୍ମୀମାନଙ୍କ ସହିତ ମଧ୍ୟ କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିବାର ଯୋଗ ରହିଅଛି। ଆପଣଙ୍କର ଅଟକିଥିବା ସମସ୍ତ କାର୍ଯ୍ୟ ଏବେ ସମାପ୍ତ ହେବା ପାଇଁ ଯାଉଅଛି। କୋର୍ଟ କଚେରୀ ମାଲି ମକଦ୍ଦମା ଲାଗିକି ରହୁଥିବା ସବୁ ସମସ୍ୟା ଏବେ ଅତି ସହଜରେ ସମାଧାନ ହେବା ପାଇଁ ଯାଉଅଛି। ସୂର୍ଯ୍ୟଦେବଙ୍କ ଶୁଭ କୃପା ଦୃଷ୍ଟିରୁ ସୂର୍ଯ୍ୟଙ୍କ ପରି ଚମକିବାକୁ ଯାଉଅଛି ଆପଣଙ୍କ ଜୀବନର ପ୍ରତିଟି କାର୍ଯ୍ୟ। ଭାଗ୍ୟ ଆପଣଙ୍କୁ ପୂର୍ଣ୍ଣ ସାଥ ଦେବା ପାଇଁ ଯାଉଅଛି। ଏହି ନବରାତ୍ର ପୂଜା ଠାରୁ ଆପଣଙ୍କର ପ୍ରତିଟି କାର୍ଯ୍ୟ ସଫଳ ହେବା ସହିତ ମା ଜଗଜ୍ଜନନୀ ଦୁର୍ଗାଙ୍କ ଆଶୀର୍ବାଦ ଥିବାରୁ ଆପଣଙ୍କର ପ୍ରତିଟି ପରିବେଶ ଅନୁକୂଳ ରହିବା ପାଇଁ ଯାଉଅଛି। ଏବେ ଆସନ୍ତୁ ଜାଣିବା ସପ୍ତମ ଭାଗ୍ୟଶାଳୀ ରାଶିଚକ୍ରଙ୍କ ବିଷୟରେ। ସପ୍ତମ ଭାଗ୍ୟଶାଳୀ ରାଶି ହେଉଛନ୍ତି ଧନୁ ରାଶି। ଧନୁ ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି ସୂର୍ଯ୍ୟଦେବଙ୍କ ଶୁଭ କୃପା ଦୃଷ୍ଟିରୁ। ଜଗଜ୍ଜନନୀ ମା ଦୁର୍ଗାଙ୍କର ଆଶୀର୍ବାଦ ଆପଣଙ୍କ ରାଶିଚକ୍ର ଉପରେ ଥିବାରୁ ଆପଣଙ୍କର ପ୍ରତିଟି କାର୍ଯ୍ୟ ସଫଳ ହେବା ପାଇଁ ଯାଉଅଛି। ଆପଣଙ୍କର ଲାଗି ରହିଥିବା ସ୍ୱାସ୍ଥ୍ୟ ସମସ୍ୟା ଏବେ ଭଲ ହେବା ପାଇଁ ଯାଉଛି, ଯାହାଫଳରେ କି ଆପଣଙ୍କ ମନ ଅତ୍ୟନ୍ତ ପ୍ରଫୁଲ୍ଲିତ ରହିବ। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଆପଣ ସଫଳ ଅର୍ଜନ କରିବା ସହିତ ଦୂର ସ୍ଥାନକୁ ଯାତ୍ରା କରିବାର ଯୋଗ ମଧ୍ୟ ରହିଅଛି। ସରକାରୀ ସାହାଯ୍ୟ ପାଇବା ସୁଯୋଗ ହାତ ପାହାନ୍ତାରୁ ଅତି ସହଜରେ ମିଳିବାକୁ ଯାଉଅଛି। ଚାକିରି କ୍ଷେତ୍ରରେ ନୂତନ ପଦବୀ ପାଇବା ସହିତ ଦରମା ମଧ୍ୟ ଆପଣଙ୍କର ବୃଦ୍ଧି ପାଇବା ପାଇଁ ଯାଉଅଛି। ଆୟ ଉପାର୍ଜନ ବୃଦ୍ଧି ମଧ୍ୟ ଆପଣଙ୍କର ହଠାତ୍ ବଢିବା ପାଇଁ ଯାଉଅଛି। ଆପଣ ଶିକ୍ଷା କ୍ଷେତ୍ରରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି, ଯାହା ଫଳରେ କି ଆପଣଙ୍କ ମନ ଅତ୍ୟନ୍ତ ପ୍ରଫୁଲ୍ଲିତ ରହିବ। ଆପଣଙ୍କର ଲାଗି ରହୁଥିବା ପରିବାରରେ କଳହ ଏବେ ସବୁ ସମାପ୍ତ ହୋଇ ସୁଖ ଶାନ୍ତି ଫେରିଆସିବ, ଯାହା ଫଳରେ କି ଆପଣଙ୍କ ମନ ଅତ୍ୟନ୍ତ ପ୍ରଫୁଲ୍ଲିତ ରହିବ। ଆପଣଙ୍କର ଭାଗ୍ୟ ଆପଣଙ୍କୁ ପୂର୍ଣ୍ଣ ସାଥ ଦେବା ପାଇଁ ଯାଉଅଛି। ସଫଳ କାର୍ଯ୍ୟରେ ସଫଳତା ମିଳିବା ସହିତ ଉଚ୍ଚ ଆଶା ମଧ୍ୟ ଆପଣଙ୍କର ପୂରଣ ହେବା ପାଇଁ ଯାଉଅଛି। ସୂର୍ଯ୍ୟଦେବଙ୍କ ଶୁଭ କୃପା ଦୃଷ୍ଟିରୁ ଆପଣଙ୍କ ପ୍ରତିଟି କାର୍ଯ୍ୟ ସୂର୍ଯ୍ୟଙ୍କ ପରି ଚମକିବା ସହିତ ପ୍ରତିଟି ପରିବେଶ ଅନୁକୂଳ ରହିବା ପାଇଁ ଯାଉଅଛି। ଏବେ ଆସନ୍ତୁ ଜାଣିବା ଅଷ୍ଟମ ଭାଗ୍ୟଶାଳୀ ରାଶିଚକ୍ରଙ୍କ ବିଷୟରେ। ଅଷ୍ଟମ ଭାଗ୍ୟଶାଳୀ ରାଶି ହେଲେ ମକର ରାଶି। ମକର ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି ଏହି ନବରାତ୍ର ପୂଜା ଠାରୁ ସୂର୍ଯ୍ୟଦେବଙ୍କ ଶୁଭ କୃପା ଦୃଷ୍ଟିରୁ। ଆପଣଙ୍କ ଜୀବନରେ ଲାଗି ରହିଥିବା ସମସ୍ତ ସମସ୍ୟା ଏବେ ଅତି ସହଜରେ ସମାଧାନ ହେବା ପାଇଁ ଯାଉଅଛି। କୋର୍ଟ କଚେରୀ ମାଲି ମକଦ୍ଦମାରେ ମଧ୍ୟ ଆପଣ ଅତ୍ୟନ୍ତ ସଫଳତା ପାଇବା ପାଇଁ ଯାଉଛନ୍ତି। ସ୍ୱାସ୍ଥ୍ୟ ଅବସ୍ଥାରେ ନୂତନ ପରିବର୍ତ୍ତନ ଦେଖାଦେବା ସହିତ ଆଗରୁ ଲାଗି ରହିଥିବା ସ୍ୱାସ୍ଥ୍ୟ ସମସ୍ୟା ଏବେ ସମାପ୍ତ ହେବା ପାଇଁ ଯାଉଛି, ଯାହା ଫଳରେ କି ଆପଣଙ୍କ ମନ ଅତ୍ୟନ୍ତ ପ୍ରଫୁଲ୍ଲିତ ରହିବ। ରାଜନୈତିକ କ୍ଷେତ୍ରରେ ଆପଣ ଲୋକଙ୍କର ସମର୍ଥନ କରିବା ସହିତ ଅତ୍ୟନ୍ତ ପ୍ରଶଂସାର ପାତ୍ର ମଧ୍ୟ ହୋଇପାରନ୍ତି। ଚାକିରି କ୍ଷେତ୍ରରେ ନୂତନ ପଦବୀ ପାଇବା ସହିତ ଉଚ୍ଚ ପଦବୀ ମଧ୍ୟ ଆପଣ ପାଇବାର ଯୋଗ ରହିଛି, ଯାହା ଫଳରେ ଆପଣଙ୍କ ମନ ଅତ୍ୟନ୍ତ ପ୍ରଶଂସିତ ରହିବ। ଅନ୍ୟକୁ ସାହାଯ୍ୟ ସହଯୋଗ କରି ଆପଣ ସମାଜରେ ମାନ ଓ ସମ୍ମାନ ଯଶ ବୃଦ୍ଧି ପାଇବା ସହିତ ବିଜନେସ ବାଣିଜ୍ୟ କ୍ଷେତ୍ରରେ ଅଧିକରୁ ଅଧିକ ଇନଭେଷ୍ଟ କରିବା ପାଇଁ ଯାଉଛନ୍ତି। ଦାମ୍ପତ୍ୟ ଜୀବନ ଆପଣଙ୍କର ଅତ୍ୟନ୍ତ ସୁଖମୟ ହେବା ସହିତ ଆପଣଙ୍କ ଗୃହରେ ମଧ୍ୟ କୌଣସି ମାଙ୍ଗଳିକ କାର୍ଯ୍ୟ କରିବାର ଯୋଗ ରହିଅଛି। ଏବେ ଆସନ୍ତୁ ଜାଣିବା ନବମ ଭାଗ୍ୟଶାଳୀ ରାଶିଚକ୍ରଙ୍କ ବିଷୟରେ। ନବମ ଭାଗ୍ୟଶାଳୀ ରାଶି ହେଉଛନ୍ତି କୁମ୍ଭ ରାଶି। କୁମ୍ଭ ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି ସୂର୍ଯ୍ୟଦେବଙ୍କ ଶୁଭ କୃପା ଦୃଷ୍ଟିରୁ। ସୂର୍ଯ୍ୟଙ୍କ ପରି ସେମାନଙ୍କ ଜୀବନ ଚମକିବା ପାଇଁ ଯାଉଅଛି। ତା ସହିତ ଆପଣଙ୍କର ଲାଗି ରହିଥିବା ସ୍ୱାସ୍ଥ୍ୟ ଅବସ୍ଥାରେ ନୂତନ ପରିବର୍ତ୍ତନ ଦେଖାଦେବା ପାଇଁ ଯାଉଅଛି। ସ୍ୱାସ୍ଥ୍ୟ ସମସ୍ୟା ଅତି ସହଜରେ ସୁଧାର ହୋଇବାକୁ ଯାଉଅଛି। ମାନସିକ ସ୍ଥିରତା ଦେଖାଦେବା ସହିତ ବନ୍ଧୁ ଏବଂ ସହଯୋଗୀ ଦ୍ୱାରା ଆପଣଙ୍କର ଅତ୍ୟନ୍ତ ଭଲ ସମୟ କଟିବାକୁ ଯାଉଅଛି। ଆପଣ ପରିବାର କ୍ଷେତ୍ରରେ ସ୍ନେହ ସହଯୋଗ ଏବଂ ସହାନୁଭୂତି ପାଇବା ସହିତ ଆପଣଙ୍କ ଗୃହରେ ମଧ୍ୟ କୌଣସି ମାଙ୍ଗଳିକ କାର୍ଯ୍ୟ କରିବାର ଯୋଗ ରହିଅଛି। ଚାକିରି କ୍ଷେତ୍ରରେ ଆପଣ ଉଚ୍ଚ ପଦବୀ ମଧ୍ୟ ପାଇପାରନ୍ତି। ଶିକ୍ଷା କ୍ଷେତ୍ରରେ ଆପଣ ଦୂର ସ୍ଥାନକୁ ଯାତ୍ରା କରିବାର ଯୋଗ ରହିଅଛି। କ୍ରୀଡ଼ା କ୍ଷେତ୍ରରେ ଆପଣ ଅତ୍ୟନ୍ତ ସଫଳତା ହାସଲ କରିବା ପାଇଁ ଯାଉଛନ୍ତି, ଯାହା ଫଳରେ କି ଆପଣଙ୍କ ମନ ଅତ୍ୟନ୍ତ ପ୍ରଫୁଲ୍ଲିତ ରହିବ। ତ ବନ୍ଧୁଗଣ, ଏଇ ସବୁ ଥିଲା 9ଗୋଟି ଭାଗ୍ୟଶାଳୀ ରାଶିଚକ୍ରଙ୍କର ରାଶିଫଳ। ଜଗଜ୍ଜନନୀ ମା ଦୁର୍ଗା ଏବଂ ସୂର୍ଯ୍ୟଦେବଙ୍କ ଶୁଭ କୃପା ଦୃଷ୍ଟିରୁ ଏମାନଙ୍କ ଜୀବନ ଅତ୍ୟନ୍ତ ବଦଳିବା ପାଇଁ ଯାଉଛି। ତ ବନ୍ଧୁଗଣ, ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଲା ତ ଆପଣମାନେ କମେଣ୍ଟ ବକ୍ସରେ ଜୟ ସୂର୍ଯ୍ୟଦେବ ଲେଖି ଜଣାନ୍ତୁ। ତା ସହିତ ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ ଏବଂ ଭିଡ଼ିଓଟିକୁ ଲାଇକ୍ କରନ୍ତୁ।